ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଏଇ ନିକଟରେ ଦାବି କରିଛନ୍ତି ଯେ ତାଙ୍କ ବାପା ନବ ଦାସ ଯିଏକି ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ଏବଂ ତାଙ୍କୁ ଯେଉଁଭଳି ଜଘନ୍ୟ ଭାବରେ ହତ୍ୟା କରାଯାଇଥିଲା ତାର ସିବିଆଇ ତଦନ୍ତ ହଉ। ଭଲ କଥା କହିଛନ୍ତି, କାହିଁକି ନା ତାଙ୍କ ବାପା ନବ ଦାସ ଗୋଟେ ସାମ୍ବିଧାନିକ ପଦବୀରେ ଥିଲେ। ଓଡ଼ିଶାର କ୍ୟାବିନେଟ୍ ପାହ୍ୟାର ସ୍ୱାସ୍ଥ୍ୟମନ୍ତ୍ରୀ ସେ ଥିଲେ ଏବଂ ସରକାରୀ ଗସ୍ତରେ ଥିବାବେଳେ ବ୍ରଜରାଜନଗର ନିକଟରେ ଗୋଟେ ପୋଲିସ ବିଟ୍ର କନଷ୍ଟେବଲ ଯାହାକୁ ସେଇ ଜାଗାରେ ସେଦିନ ଡ୍ୟୁଟିରେ ରଖାଯାଇଥିଲା ସେ ତାଙ୍କୁ ଗୁଳି ମାରିକିରି ସେ ଗାଡ଼ିରେ ସେଠି ପହଞ୍ଚିବା ମାତ୍ରେ ତାଙ୍କୁ ଗୁଳି ମାରି ଦେଇଥିଲେ। ତାଙ୍କ ଝିଅ ହିସାବରେ ଦୀପାଳି ଦାସ ବାପାଙ୍କ ହତ୍ୟାକାଣ୍ଡର ସିବିଆଇ ଇନକ୍ୱାରି ଡିମାଣ୍ଡ କରିବା ଭଲ କଥା। ପ୍ରଥମତଃ ସିଏ ଡିମାଣ୍ଡ କରିବେନି ତ ଆଉ କିଏ ଡିମାଣ୍ଡ କରିବ? ତାଙ୍କ ପରିବାର ଲୋକ ଡିମାଣ୍ଡ କରିବେନି, ନବ ଦାସଙ୍କର ପରିବାର ଲୋକ ତ ଆଉ କିଏ କରିବ? ପ୍ରଥମେ ତ ସେଇ କରିବେ, ଅନ୍ୟମାନେ ତ କିଏ କୋଉଠି କରିବେ, କରିଛନ୍ତି ମଧ୍ୟ। କିନ୍ତୁ ପ୍ରଶ୍ନ ଏଠି ଉଠୁଛି, ଏତେ ଦିନ ପରେ ତାଙ୍କ ପରିବାର ପକ୍ଷରୁ ସିବିଆଇ ଇନକ୍ୱାରି ପାଇଁ ଡିମାଣ୍ଡ କାହିଁକି ଉଠିଲା? ଆଉ ଦିନ କେଇଟାରେ ନବ ଦାସଙ୍କର ହତ୍ୟାକାଣ୍ଡ ହବାର 2 ବର୍ଷ ପୂର୍ବ ଜାନୁଆରୀ 29 ତାରିଖ 2023 ମସିହାରେ ଏ ଘଟଣା ଘଟିଥିଲା। ସେଥିପାଇଁ କହିଲି ଯେ ଆଉ ଦିନ କେଇଟାରେ 2 ବର୍ଷ ପୂର୍ବ। ଏବଂ ସେତେବେଳେ ଯେତେବେଳେ ଏଇ ଘଟଣା ହେଇଥିଲା ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଥିଲା। ସ୍ତବ୍ଧ ହେବାର ପ୍ରମୁଖ କାରଣ ହେଉଛି, ଆଜ୍ଞା, ଓଡ଼ିଶା ଗୋଟେ ଶାନ୍ତିପ୍ରିୟ ରାଜ୍ୟ। ଏଠି ଏଇ ଯେଉଁ ରାଜନୈତିକ ହତ୍ୟାକାଣ୍ଡ, ପିଠିରୁ ପଛରୁ ଆସିକରି ଛୁରା ମାରିବା ରାଜନୀତିରେ, ଏଇସବୁ ଓଡ଼ିଆ ଲୋକେ ଏଥିରେ ଅଭ୍ୟସ୍ତ ନୁହନ୍ତି। ଓଡ଼ିଶାରେ ଏହି ପ୍ରକାର ଅତୀତରେ ଆପଣ ଦେଖନ୍ତୁ, ଯେବେଠାରୁ ଓଡ଼ିଶାର ରାଜନୀତି ଦାନା ଧରିଲାଣି, ଅର୍ଥାତ୍ ଯେଉଁଦିନ ଠାରୁ ଓଡ଼ିଶାର ନିର୍ବାଚନ ହେଲାଣି ଓଡ଼ିଶା ବିଧାନସଭା ପାଇଁ, ଏହି ପ୍ରକାର ରାଜନୈତିକ ଶତ୍ରୁତା ତ ସବୁବେଳେ ଥିଲା, ରହିବ। କିନ୍ତୁ ଏଇ ଯେଉଁ ହତ୍ୟାକାଣ୍ଡ, ପଛରୁ ଛୁରା ମାରିବା, ଗୋଟିଏ କଥା କହି ଆଉ ଗୋଟେ କାମ କରିବା, ଏଇସବୁ କାମରେ ଓଡ଼ିଶାର ଲୋକମାନେ ଅଭ୍ୟସ୍ତ ନୁହନ୍ତି। ମୋଟେ ସେ କାମ ସେ କରନ୍ତିନି, ଆଉ ଏସବୁ କାମକୁ ଘୃଣା ବି କରନ୍ତି। ତେଣୁ ନବ ଦାସଙ୍କର ଯେତେବେଳେ ହତ୍ୟାକାଣ୍ଡ ହେଲା ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଥିଲା। ଆହୁରି କ'ଣ ସ୍ତବ୍ଧ ହୋଇଥିଲା ଯେ ଜଣେ ପୋଲିସ କନଷ୍ଟେବଲ କାହିଁକି ତାଙ୍କୁ ମାରିବେ? ତାଙ୍କ ସହିତ ତାଙ୍କର କ'ଣ, ସିଏ କ'ଣ ରାଜନୈତିକ ଶତ୍ରୁ? କାହିଁ ମାରିବେ? ବ୍ୟବସାୟିକ ଶତ୍ରୁ? ନା, ବିଶ୍ୱାସ ହେଉନି। କାହିଁକିନା ନବ ଦାସ ଜଣେ ବଡ଼ ବ୍ୟବସାୟୀ ଥିଲେ, ଅନେକ ଟଙ୍କା ରୋଜଗାର କରିଛନ୍ତି, ହୋଟେଲ ଫୋଟେଲ କରିଛନ୍ତି, ତାଙ୍କର ଅନେକ ବ୍ୟବସାୟ ସବୁ ଥିଲା। ଏବଂ ଯିଏ ତାଙ୍କୁ ହତ୍ୟା କଲା ସେ ପୋଲିସ କନଷ୍ଟେବଲ, ତାଙ୍କ ସହିତ ତ ତାଙ୍କର କିଛି ବ୍ୟବସାୟିକ ସମ୍ପର୍କ ନଥିବ ନା, କାହିଁକି ମାରିଲା?